We are in the mighty's presence. Hallelujah. ମହାମୟ ଈଶ୍ୱରଙ୍କ ସାନ୍ନିଧ୍ୟକୁ ଆମ୍ଭେମାନେ ଆସିଛୁ ତ ମୁହଁ ଟିକେ ନ ଶୁଖାଅ। ବାକ୍ୟରେ ଲେଖାଯାଏ ସର୍ବଦା ଆନନ୍ଦ ସର୍ବଦା। Praise the Lord. ଯଦି ଆମେମାନେ ଈଶ୍ୱରଙ୍କ ସାନ୍ନିଧ୍ୟକୁ ଆସିଛୁ ତେବେ ଈଶ୍ୱରଙ୍କ ସାନ୍ନିଧ୍ୟରେ ଥିବା ଲୋକ ବୋଲି କହିବାର ଅଛି। ଗୋଟେ ବଡ଼ ଆଶାରେ ରହିବା ଦରକାର। ପ୍ରଭୁ ଆଜି ମୋ ସହିତ କଥା ହେବେ। ମୁଁ ଯେପରି ଆସିଛି ମୁଁ ସେପରି ଯିବି ନାହିଁ। Hallelujah. Praise the Lord. ଏକ ଖ୍ରୀଷ୍ଟୀୟ ଭାଇ ଭଉଣୀର ମଣ୍ଡଳୀ ପ୍ରତି କ'ଣ କର୍ତ୍ତବ୍ୟ ଭୂମିକା କ'ଣ? ପ୍ରଭୁଙ୍କ ଲୋକମାନେ ମଣ୍ଡଳୀ ମାନେ କ'ଣ ଅଟେ? ଏହା କ'ଣ ଚର୍ଚ୍ଚ ବିଲ୍ଡିଂରେ ସୀମିତ କି? ଯୋଉମାନେ ପ୍ରଥମେ ବୁଝିଯାଅ what is church? ଏହା ଖ୍ରୀଷ୍ଟଙ୍କ ଶରୀର ଅଟେ। ପ୍ରଭୁଙ୍କ ଲୋକମାନେ ମଣ୍ଡଳୀ ଖ୍ରୀଷ୍ଟଙ୍କ କନ୍ୟା ଭାର୍ଯ୍ୟା ଅଟେ। And what a privilege it is to serve. ଈଶ୍ୱରଙ୍କ ମଣ୍ଡଳୀ ନିମନ୍ତେ କିଛି କରିବାର ମନୋଭାବ ଯଦି ଆମ୍ଭମାନଙ୍କ ପାଖରେ ଅଛି, ଆମ୍ଭମାନଙ୍କ ଠାରୁ ସୌଭାଗ୍ୟଶାଳୀ ଲୋକେ କେହି ନାହାନ୍ତି। ଧନ୍ୟ ସେହି ବ୍ୟକ୍ତିର ଜୀବନ, ଧନ୍ୟ ସେହି ଭାଇର ଜୀବନ, ଧନ୍ୟ ସେହି ଭଉଣୀର ଜୀବନ ଯେ ବୁଝିପାରିଅଛି ଖ୍ରୀଷ୍ଟଙ୍କ କନ୍ୟା ବା ଭାର୍ଯ୍ୟା ବା ମଣ୍ଡଳୀର ସେବା କରିବାର ମହତ୍ଵ କେତେ ଅଧିକ ଅଟେ। Hallelujah. Praise the Lord. Hallelujah. ପ୍ରଭୁଙ୍କ ଲୋକମାନେ ପାଉଲ କହିଲେ କଲୋସ୍ୟ ମଣ୍ଡଳୀକୁ 1:28 ପଢିବାଟି 1:28 ତାହାକୁ ଆମେମାନେ ପ୍ରଚାର କରୁଅଛୁ। ପୁଣି ପ୍ରତ୍ୟେକ ଲୋକଙ୍କୁ ଚେତନା ଓ ସମ୍ପୂର୍ଣ୍ଣ ଜ୍ଞାନ ସହ ଶିକ୍ଷା ଦେଉଅଛୁ, ଯେପରି ଆମେମାନେ ପ୍ରତ୍ୟେକ ଲୋକଙ୍କୁ ଖ୍ରୀଷ୍ଟଙ୍କ ସହଭାଗିତାରେ ସିଦ୍ଧ କରି ଉପସ୍ଥାପିତ କରିପାରୁ। ଆମ୍ଭମାନଙ୍କର ଏକମାତ୍ର ଲକ୍ଷ୍ୟ, ଏକମାତ୍ର ଉଦ୍ଦେଶ୍ୟ ଆଉ ତାହା କ'ଣ ଅଟେ? ଖ୍ରୀଷ୍ଟଙ୍କ ଶରୀର ମଣ୍ଡଳୀକୁ ତାଙ୍କ ସାମ୍ନାରେ ସିଦ୍ଧ କରି ଉପସ୍ଥାପିତ ଯେପରି କରିପାରିବୁ। ପ୍ରଭୁଙ୍କ ଲୋକମାନେ ଯଦି ଆମେମାନେ ମନେ କରୁଛୁ ଆମେମାନେ ଖ୍ରୀଷ୍ଟଙ୍କର ଅଛୁ, ତେବେ ଖ୍ରୀଷ୍ଟଙ୍କର ଶରୀର ଯାହାକି ମଣ୍ଡଳୀ ଅଟେ, ତହିଁ ପ୍ରତି ଆମ୍ଭମାନଙ୍କର ପ୍ରଥମ କର୍ତ୍ତବ୍ୟ, ପ୍ରଥମ ଭୂମିକା ବା ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଲେ ଭୁଲ ହେବ ନାହିଁ। ଆମେମାନେ ତାହାଙ୍କୁ ତାହାଙ୍କ ଦିନ ନିମନ୍ତେ ତାହାଙ୍କ ସମ୍ମୁଖରେ କିପରି ସିଦ୍ଧ କରି ଉପସ୍ଥାପିତ କରିପାରିବା। Hallelujah. Praise the Lord. ଯଦି ସରଳ ଭାଷାରେ ଆମେମାନେ କହିବା ସେବା କାର୍ଯ୍ୟ କରିବା, ମଣ୍ଡଳୀକୁ ଗଢ଼ିବା, ମଣ୍ଡଳୀକୁ ସଜାଡ଼ିବା, ମଣ୍ଡଳୀକୁ ପ୍ରସ୍ତୁତ କରିବା, ଏହା ଆମ୍ଭମାନଙ୍କର ନା ଜାନ ଜିସମରେ ପୁରା କୁଟି ହେଇକି ଭରିବାର ଅଛି। ବଞ୍ଚିଛି ମାନେ କିଛି ହେଇଯିବାର ଅଛି ମୋର ଜୀବନ ଦ୍ୱାରା, ନହେଲେ ମୋର ଜୀବନ ଠିକ ଏଇ ଚିନ୍ତା ଆମ ଜୀବନରେ ଆସିବା ଦରକାର। Praise the Lord. Hallelujah. Hallelujah. ଅନେକ ଯୁବା ଯୁବତୀ ମାନଙ୍କର ଅନେକଙ୍କର ମନରେ ଏହି ପ୍ରଶ୍ନ ଉଙ୍କି ମାରୁଥାଏ, କେଉଁ କାର୍ଯ୍ୟଟିଏ କେଉଁ ପ୍ରଫେସନଟିଏ ବହୁତ ଭଲ ଅଟେ, ସର୍ବୋତ୍ତମ ଅଟେ, ଦ ବେଷ୍ଟ ଜବ୍ କେଉଁଟା ଅଟେ? टीचर भी ना, डॉक्टर भी ना, इंजीनियर भी ना, कलेक्टर भी ना, इत्यादि इत्यादि ना सेवा करी द्वंद्व रही जाए। शुणु आज दिन आपण मान बड़ धन्य दिन गोटे भी आम शुरू ना आज दिन आपण मान कि दिन अटे टी जोर से हालेलुया। कौन सबुठार उत्तम
ଉତ୍ତର ଆଜ୍ଞା ପ୍ରଭୁଙ୍କ ସେବା ଉତ୍ତର ଟିକେ ଆସିବ କି ଆସିବ ନାହିଁ ସବୁଠୁ ବହୁତ ଭଲ କାମ କଣ ହେଇପାରିବ ପ୍ରଭୁଙ୍କର ସେବା କାର୍ଯ୍ୟ ଆଚ୍ଛା ପ୍ରଭୁଙ୍କ ସେବା କାର୍ଯ୍ୟ ଭଲ କାମ ଯେ ଗଭର୍ଣ୍ଣମେଣ୍ଟ ଏମ୍ପ୍ଲୟି ଭଲ ନାହିଁ କି IAS ର୍ୟାଙ୍କର ଅଫିସର ବା କ'ଣ ଠିକ ହେବ ନାହିଁ କି CM ହବା বা A1 ଅଫିସର ବା କ'ଣ ଠିକ ହେବ ନାହିଁ କି ଶୁଣନ୍ତୁ ଧ୍ୟାନରେ କିପରି ଆମେ କହିପାରିବା ଯେ ଈଶ୍ୱରଙ୍କ ସେବା କାର୍ଯ୍ୟ ହିଁ ସବୁଠାରୁ ସର୍ବୋତ୍କୃଷ୍ଟ ସର୍ବଶ୍ରେଷ୍ଠ ସର୍ବୋତ୍ତମ କାର୍ଯ୍ୟ ଅଟେ ବୋଲି ନମ୍ବର 1 ମୁଁ ଆପଣମାନଙ୍କୁ କିଛି ପଏଣ୍ଟସ୍ ରଖିବି ତାପରେ ଆଗକୁ ବଢ଼ିବି ମୁଁ ଶେଷରେ ହୁଏତ ପଚାରିପାରେ ଏଣୁ ବହୁତ ଧ୍ୟାନ ସହିତ ଶୁଣିବା ହେଉଥିବେ ଈଶ୍ୱରଙ୍କ ସେବା କାର୍ଯ୍ୟ କାହିଁକି ସବୁଠୁ ଉତ୍ତମ ଅଟେ ପ୍ରଥମ କଥା ଏହା କୌଣସି ଷ୍ଟେଟ୍ ରାଜ୍ୟ ସରକାରର କାର୍ଯ୍ୟ ନୁହେଁ বা সেন্ট্রাল গভর্নমেন্ট জব নহে বা পৃথিবী বিশ্বস্তরীয় কাম মধ্য নহে এহা পৃথিবীর সরকার ঊর্ধ্বরে যে সরকার আছে সেই সরকারଙ୍କର କାର୍ଯ୍ୟ অটে হালেলুয়া এহা কেবল রাজ্য মধ্যরে সীমিত নহে কেবল দেশ মধ্যরে সীমিত নহে সেবা କାର୍ଯ୍ୟ ଅଟେ ତାଙ୍କର ଚାକିରି ଅଟେ ସେଇ ସରକାରଙ୍କର କର୍ମ ଅଟେ ବୋଲି କହିଲେ ଭୁଲ ହେବ ନାହିଁ ପ୍ରେଜ୍ ଦ ଲର୍ଡ ପ୍ରଭୁ ଯୀଶୁ କହିଲେ my kingdom is not of this world ପଢ଼ିବା ସେ ପଦଟେ 18 ଅଧ୍ୟାୟ 36 ଜଲ୍ଦି ପଢ଼ୁଥିବେ ଯୀଶୁ ଉତ୍ତର ଦେଲେ ମୋର ରାଜ୍ୟ ଏହି ଜଗତ ସମ୍ବନ୍ଧୀୟ ନୁହେଁ ଯଦି ମୋର ରାଜ୍ୟ ଏହି ଜଗତ ସମ୍ବନ୍ଧୀୟ ମୋହନ ରାଜ୍ୟ ଏହି ଜଗତ ସମ୍ବନ୍ଧୀୟ ନୁହେଁ ପ୍ରଭୁଙ୍କ ଲୋକମାନେ ଈଶ୍ୱରଙ୍କ ରାଜ୍ୟ ଏହି ଜଗତର ରାଜ୍ୟ ନୁହେଁ ତାହା ଈଶ୍ୱରଙ୍କର ରାଜ୍ୟ ଅଟେ ଯାହାକି ସବୁଦିନ ପାଇଁ ରହିବ ସବୁବେଳ ପାଇଁ ରହିବ ତାହା କେବେ ବିନାଶ ହେବ ନାହିଁ ଗୋଟିଏ ମୁହୂର୍ତ୍ତ ପାଇଁ ଚିନ୍ତା କରନ୍ତୁ ଗୋଟିଏ ମୁହୂର୍ତ୍ତ ପାଇଁ ଚିନ୍ତା କରନ୍ତୁ ଈଶ୍ୱରଙ୍କ ସେବା କାର୍ଯ୍ୟ କରିବା କାହିଁକି ସର୍ବୋତ୍କୃଷ୍ଟ ବିଷୟ ବୋଲି କହିଲେ ସେହି ସରକାର କୌଣସି ବର୍ଷ ଯାଇ ସୀମିତ ନୁହନ୍ତି ହାଲେଲୁୟା ପ୍ରେଜ୍ ଦ ଲର୍ଡ ହାଲେଲୁୟା ସବୁ ସରକାରର ଉପରେ ଯଦି କୌଣସି ସରକାର ଅଛି ତାହା ଆମ ବାପାଙ୍କ ସରକାର ଅଟେ ହାଲେଲୁୟା ପ୍ରେଜ୍ ଦ ଲର୍ଡ ହାଲେଲୁୟା ଏକ ବ୍ୟକ୍ତି ଯଦି ସିମ୍ପଲ ବିଷୟ ବୁଝିଯିବ ଧନ୍ୟ ହେଇଯିବ ତାର ଜୀବନ ନମ୍ବର 2 କାହିଁକି ଏହା ସର୍ବୋତ୍କୃଷ୍ଟ ସର୍ବଶ୍ରେଷ୍ଠ ବୋଲି କହିଲେ ହାଲେଲୁୟା ସେଇଟା ଚାଲିଥିବ ହାଲେଲୁୟା ସଦାପ୍ରଭୁ
ताली मारिबा ଆଉ ଟିକେ ଜୋରସେ ଯଦି ଏକ ବ୍ୟକ୍ତି ଈଶ୍ୱରଙ୍କ ସାନ୍ନିଧ୍ୟକୁ ଆସିଅଛି ଜାଣନ୍ତି କାହାଣୀ ଗୁଡ଼ିକ ଆମେ ଆସୁଛୁ ହଲ୍କୁ ଆସିଛୁ କି ନା ଯିଏ କିଛି ବି କେବେ ବି କିପରି ବି ଥିଲେ ମଧ୍ୟ ଓଲଟା କରିଦେଇ ପାରନ୍ତି ତାଙ୍କ ନିକଟକୁ ଆମେ ଆସୁଛୁ ଅଦ୍ଭୁତ ପରମେଶ୍ୱରଙ୍କ ପାଖକୁ ଆସିଛୁ ଗୋଟେ ବଡ଼ ଆଶା ସହିତ ବସନ୍ତୁ ଆଜି ମୁଁ ଯେପରି ଆସିଛି ମତେ ସେପରି ଯିବାର ନାହିଁ କୋଉ କରେଣ୍ଟର ଦମ୍ ନାହିଁ ଆମକୁ ଅଟକାଇ ପାରିବା ପାଇଁ ନାଇଁ କୋଉ ଖରା ହଉ କୋଉ କରେଣ୍ଟ ଯାଉ କିଏ ନ ଆସୁ କିଏ କଣ ହଉ nothing will stop us କୌଣସି କିଛି ଅଟକାଇ ପାରିବ ନାହିଁ ହାଲେଲୁୟା जो अग्नि स्तुति प्रशंसा करू करू जळिछि ताहाको शैतान बहुत चाहिबो दबी जाओ बोले ना वर्तमान सेठी आउरी डीजल पेट्रोल केरोसिन ढाळीबार समय अटे आमेन हालेलुया प्रथम विषय काहेकि आम्हे माने ईश्वरको सेवा को सर्वोत्कृष्ट कार्य बोली कहिबा ताहा हेउछि एही कार्य एही सरकार ताहा स्टेट लेवल रे सीमित नहोंती किबा सेंट्रल लेवल रे सीमित नहोंती से ए सबुठारु ऊर्ध्वरे अटंती नंबर 2 तांकरी सरकार केबे मध्य समाप्ति हेबो नाही पढिबा गीत संहिता 90 अध्याय 2 पद इके शीघ्र बाहर कहबा पई चेष्टा करथबे Psalm 90 verse 2 90 गीत उत्पत्तिर ओ तुम द्वारा पृथ्वी ओ जगतर सृष्टिर पूर्वठारु अनादि कालरो अनंत काल पर्यंत तुम्हे परमेश्वर अट अनादि कालरो अनंत काल जाए माछी सरकार रहिबे की कोदु हां आ हमर बुढ़ा जेजे बाबा थिले नवीन आगे थी रहिबे की से हां बिजू बाबू मोदी बाबू ओ बाबू रहिबे न अनादि कालरो अनंत काल जाए सेई कार्य सेई सरकार ही रहिबे जाको नाम जिहोवा दे जे सदा प्रबोधती से everlasting जाए राजत्व करिबे and we are highly privileged काहे के privileged तो आमे सेई महामहिम अद्भुत मंत्रीଙ୍କର संतान आउ संतति होतो Praise the Lord. Hallelujah. सरपंच निर्वाचित हुअन्ति केते वर्ष ପାଇଁ 5000 बारियारो केते वर्ष ପାଇଁ मात्र 5 आउ किछि चाकरी अछि मात्र 10 आउ टिके पढि गले 30 आउ टिके पढि गले हम बयस 60 हेबा जाय तापरे शेष हम बापांकर कार्य हम बापांकर सरकार अनादि कालरो forward eternity ru later eternity जाय ताहार अस्तित्व बजाय रहिबो आउ केहि मध्य ताहाको छिन्न भिन्न हरण के अख्तियार करि पारिबे ना Praise the Lord. Hallelujah. जो माने मनरे संकोच करूछथि जानि नियंतु ईश्वरक सेवा कार्य करिवार महत्व तार गुरुत्व तार इंपोर्टेंस केते अधिक अटे Praise the Lord. Praise the Lord. 3 नंबर स्वर्गीय सरकार तांकर समस्त विषय टॉप लेवल रथे सब विषय अन्य शब्द रे कौनसी नकली विषय अपन से सरकार रे पाइबे ना बाकी सरकार रे देखो कथा भी नकली नाम भी नकली कार्य भी नकली साहाय्य मध्य नकली देखै हेबे मध्य नकली तांकर दान मध्य नकली से माने निजे परम मिथ्या बोली एक बार में एक सेंस रे कहि परिबा किंतु आम सरकार आम स्वर्गीय सरकार गठारे एतिकी टिके मध्य मिथ्या विषय आपण पाई परिबा तांकर सब किछि
ସତ୍ୟ ଅଟେ ତାଙ୍କର ସବୁ କିଛି ରିଅଲ ଅଟେ ଯେହେତୁ ସେ ନିଜେ ସତ୍ୟ ପୃଥିବୀ ପୃଷ୍ଠରେ କୋଉ ସରକାର କହିପାରିବ ମୁଁ ସ୍ୱଚ୍ଛତା ଅଛି ବୋଲି କହିପାରିବ କାହାର ଦମ ନାହିଁ କେହି କହିପାରିବେ ନାହିଁ କିନ୍ତୁ ଆମେ ଯେଉଁ ସରକାରଙ୍କର କର୍ମଚାରୀଠୁ ଆମେ ଦାବି ସହିତ କହିପାରିବୁ ଆମ ସରକାର ହିଁ ଅଟନ୍ତି ଯିଏକି ବିଶ୍ୱ ବ୍ରହ୍ମାଣ୍ଡରେ ଏକମାତ୍ର ସରକାର ଯାହାଙ୍କଠାରେ ଟିଏ ମାତ୍ର ମିଥ୍ୟା ନାହିଁ ତାଙ୍କ ପ୍ରେମ ସତ୍ୟ ପ୍ରେମ ଅଟେ କି ପ୍ରେମ ସତ୍ୟ ଯୁବା ଯୁବତୀ ମାନଙ୍କର ପ୍ରେମ ବେଶୀ ସତ୍ୟ ପୁଣି ଆପଣମାନେ ଟିକେ ଗ୍ୟାପ୍ରେ ଅଛନ୍ତି ଏତିକି ଗ୍ୟାପ୍ ମେଣ୍ଟେନ୍ ନ କରାଯିବା ଦରକାର ମୋ କଥା ଭଲ ଲାଗିବ ନାହିଁ ନ ଲାଗୁ ଯେ ବୁଝିବ ତାକୁ ସବୁଠୁ ହାଇ ଲାଗିବ ନ ବୁଝିବା ଲୋକକୁ ହିଂସା ଲାଗିବ କାହିଁକି ଡାକିବୁ ବୋଲି ଭାବେ ଭାବୁଥାଅ ପ୍ରେଜ୍ ଦ ଲର୍ଡ ହାଲେଲୁୟା ପ୍ରଭୁଙ୍କ ଲୋକମାନେ ଆମ ସ୍ୱର୍ଗୀୟ ସରକାରର ସବୁ ବିଷୟ ସତ୍ୟ ଅଟେ କେହି କହିପାରିବ କି ଆମର ସବୁ ବିଷୟ ସତ୍ୟ ଅଟେ ବୋଲି ସେ ଆମକୁ ଦାନ କରନ୍ତି ତାଙ୍କ ଦାନରେ ସେ କିଛି ଆଶା ରଖନ୍ତି ନାହିଁ ଆଉ ଦୁନିଆର ସରକାର ଦାନ କରି ଆମକୁ ଗିଳି ଦେବା ପାଇଁ ଆମଠାରୁ ହରଣ କରିବା ପାଇଁ ଜଗି ବସିଥାଏ ଛକି ବସିଥାଏ ଆମ ସରକାର ନା କିଛି ଚାହାନ୍ତି ନାହିଁ ବରଂ ସବୁ ଦେଇ ଦିଅନ୍ତି ତାଙ୍କର ସବୁ ବିଷୟ ଟପ୍ ଲେଭେଲର ଅଟେ ପ୍ରଭୁ ଯଦି ସମୟ ଦେବେ ମୁଁ ନିତାନ୍ତ ତାଙ୍କ ସମ୍ବନ୍ଧୀୟ ସବୁ କଥା କହିବି ବୋଲି ଭାବୁଛି ଆଜି ନହେଲେ ମୋତେ ଆସନ୍ତାକାଲି ନିଶ୍ଚୟ କହିବି ପ୍ରଭୁଙ୍କ ଲୋକମାନେ କେତେ ନମ୍ବର ଦେଖିଲେ ଆମେ 3 ନମ୍ବର ମୁଁ ବର୍ଣ୍ଣନା କରୁନାହିଁ ଆଗକୁ ଯାଉଛି 4 ନମ୍ବର କେତେ ଲୋକ ସରକାର ବୋଲି ଜାଣିକି କହୁଛନ୍ତି ପ୍ରଭୁ ଯୀଶୁଙ୍କର ସରକାରୀ କର୍ମଚାରୀ ନାହିଁ କର୍ମକ୍ଷେତ୍ର ନାହିଁ ବିଲକୁଲ ଆପଣ ଠିକ ବୁଝିଛନ୍ତି ସରକାର ବୋଲି କହିବାର କାରଣ ଏହା କି ସମସ୍ତଙ୍କର ବୋଧଗମ୍ୟ ହେଉ ସମସ୍ତେ ବୁଝନ୍ତୁ ଏଥିପାଇଁ ମୁଁ କହୁଛି ହାଲେଲୁୟା ପ୍ରେଜ୍ ଦ ଲର୍ଡ ଏହି ଅଫିସ ଏହି କମ୍ପାନୀ ଏହି ସରକାର ମାନବ ଜଗତ ପାଇଁ ଯାହା କରିଅଛି କରୁଅଛି ଆଉ କରିବ ଏହି କରିପାରିଛନ୍ତି ଆଜ୍ଞା ଟିକେ ଚିନ୍ତା କରନ୍ତୁ କୋଉ ସରକାର ଆଜ୍ଞା ମାନବ ଜଗତ ପାଇଁ ପରିତ୍ରାଣର କାର୍ଯ୍ୟ କରିଛି କରିପାରିବେ अपना हाथरे କରିପାରିବେ ତାଙ୍କର ଚିନ୍ତାରେ ମଧ୍ୟ ନାହିଁ ତାଙ୍କର କଳ୍ପନାରେ ଜାତ ମଧ୍ୟ ହୋଇ ନାହିଁ କି ହୋଇପାରିବ ନାହିଁ ସ୍ୱର୍ଗୀୟ ସରକାର ଆମ ପ୍ରଭୁ ଆମ ମାଲିକ ମାନବ ଜଗତ ନିମନ୍ତେ ମାନବ ପ୍ରାଣୀ ନିମନ୍ତେ ମନୁଷ୍ୟମାନଙ୍କ ନିମନ୍ତେ ଯାହା କରିଛନ୍ତି ଆଉ ଷ୍ଟିଲ୍ କରୁଛନ୍ତି ଏବଂ କରିବାକୁ ଯାଉଛନ୍ତି ତାହା କେହି ମଧ୍ୟ କରିପାରିବେ ନାହିଁ ଗୋଟେ ନିମିଷ ପାଇଁ ଚିନ୍ତା କରନ୍ତୁ ଆପଣ ସେଇ ସରକାରଙ୍କର ଯଦି ଆପଣ କର୍ମଚାରୀ ହେଇଯାଇଥିବେ एक अंबानी को को पड़ा ठीक है मस्क को ठीक है बिल गेट्स को मते टिके मुक्ति दे दियो मते तमर ऑफिस रे मते टिके जॉइन कर दियो मो लोक मान को मुक्ति करबी हेबो की नाइ प्रभु को लोक माने मनुष्य को जदि केही परित्राण रो संपूर्ण कार्य दे पारिबे केवल आम स्वर्गीय सरकार दे पारिबे हालेलुया प्रेज द लॉर्ड केतोटी हला एक नंबर कोन एक काहे के हा उत्तम कार्य थे जोसे এই সরকার সব সরকার উপরে ঊর্ধ্বরে এটা মনে রাখবে ইয়াঙ্কো উপরে আর কিছু সরকার নাই
Praise the Lord. Number 2, କେବେ ଶେଷ ହୁଏ ନାହିଁ, ଅନାଦି କାଳରୁ ଅନନ୍ତ କାଳ। Thank you. Number 3, अब ठीक है, जोर से ସବୁଠୁ ଉପରେ, yes, ତାର ପିଲା ସେ ଭଉଣୀ ଗୋପେ ଟିକେ ଭଲରେ ମାର। 4 ନମ୍ବର अब ଟିକେ जोर से हालेलुया। प्रभुଙ୍କର ଲୋକମାନେ ଯୀଶୁ ଯେଉଁ କାର୍ଯ୍ୟ ମାନବ ଜଗତ ପାଇଁ କରିଛନ୍ତି ତାହା କେ କରିପାରିବେ ନା। ଟିକେ ଚିନ୍ତା କରନ୍ତୁ, ତାଙ୍କର ଯଦି ମୁଁ କର୍ମଚାରୀ ହେଇଯିବି, ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ବୁଝା ପଡୁଛି? 5 ନମ୍ବର, କାହିଁକି ଏହା ସବୁଠୁ ଭଲ କାର୍ଯ୍ୟ ଅଟେ, ସବୁଠୁ ଉତ୍ତମ ସେବା କାର୍ଯ୍ୟ ଅଟେ, ଚାକିରି ଅଟେ ବୋଲି ବୁଝିପାରିବା। 5 ନମ୍ବର ହେଉଛି ଏହି ସରକାର ୟାଙ୍କଠାରେ କୌଣସି ବିଷୟର ଅସମ୍ଭବ ନାହିଁ। କୌଣସି ବିଷୟ, ଯେକୌଣସି ସମସ୍ୟା ଗୋଟେ ମନୁଷ୍ୟ ପାଖରେ ଅଛି, ଯଦି ଏ ସମସ୍ୟା ଖାଲି ଏହି ସରକାରର ଦ୍ୱାରସ୍ଥ ହବ, ସମାଧାନ ଥୁଆ, ନିଶ୍ଚୟ ସମାଧାନ ପାଇବ। ଯେକୌଣସି ସମସ୍ୟା ଏକ ମନୁଷ୍ୟ ତା ଜୀବନରେ ଅନୁଭବ କରୁଛି, ସମସ୍ୟା ଦେଇ ଗତି କରୁଛି, ଯଦି ସେ ଏହି ସରକାରଙ୍କ ଦ୍ୱାରସ୍ଥ ହବ, ତାଙ୍କ ନିକଟକୁ ଯିବ, ତାଙ୍କ ନିକଟରେ ଦୁଃଖ ଗୁହାରି ଜଣାଇବ, ତାଙ୍କୁ ସମାଧାନ ମାଗିବ, ସମାଧାନ ନିଶ୍ଚୟ ସେ ପାଇବ। Praise the Lord. Hallelujah. ଟିକେ ସମସ୍ୟା ଗୁଡାକ ଦେଖିବା ଗୋଟି ଗୋଟି କରି। ମନେକର ଯୁବା ଅବସ୍ଥା ଚାଲିଛି, ପଞ୍ଜରା ହାଡ଼ଟେ ମିଳୁନାହିଁ, ଖୋଜି ଖୋଜି ଦାଢ଼ି ଫାଡ଼ି ପାଚି ଗଲାଣି, ସେ ଖୋଜୁଛି ଆଦମ ବୁଢ଼ାକୁ, ସେ ବୁଢ଼ା ମଧ୍ୟ ମନେକର ମିଳୁନାହିଁ। ଶୁଣନ୍ତୁ, ମାଝି ସରକାର ଯୋଗାଇ ଦେବେ କି? ନା ତାକୁ ଯାଇ କହିହେବ? କେତେ ଗରିବରୁ ଆମ ପ୍ରଭୁ ଆମକୁ ଜାଣନ୍ତି ଆଉ ଆମ ପାଇଁ ବ୍ୟବସ୍ଥା କରନ୍ତି। ମୁଁ ଭଲ ଭାବରେ ଜାଣେ, ବହୁତ ଭଲ ଭାବରେ ଜାଣେ। 25, 22, 23 ପାର ହେଲା ପରେ ଯେଉଁମାନେ ଟିକେ ଆତ୍ମିକ ମନା ଅଟନ୍ତି ଭାଇ ଭଉଣୀ ମାନେ, ସେମାନଙ୍କ ଚିନ୍ତାରେ ଗୋଟିଏ ଚିନ୍ତା ଆସିଯାଏ, ମୋର ବିବାହର ସମୟ ଆଗାମୀ କିଛି ବର୍ଷ ପରେ ହେବାକୁ ଯାଉଛି, ପ୍ରଭୁ କିପରି ମୋତେ ଗୋଟିଏ ଭଲ ଆତ୍ମିକ ପୁଅ ମିଳିବ, ଆତ୍ମିକ ଝିଅ ମିଳିବ, ଏହା ଅନେକଙ୍କ ମନରେ ଥାଏ। ଶୁଣନ୍ତୁ ପ୍ରିୟ ଭାଇ ଭଉଣୀ ମାନେ, ଦିନେ ଆଦମଙ୍କୁ ପ୍ରଭୁ କହିଲେ, ବାବୁ ଆଦମ, ତୋ ପାଖକୁ ମୋର ସୃଷ୍ଟି ହୋଇଥିବା ପ୍ରାଣୀ ମାନେ ଆସିବେ, ତାଙ୍କର ତୁ ନାମକରଣ କରିବୁ। ଇଏ କହିଲା, ଆଜ୍ଞା ମହାଶୟ, ନିଶ୍ଚୟ କରିବି ପ୍ରଭୁ। କିଏ ଆସିଲେ? ବାଘ, ଆଉ ତାର ସାଇଡ ପଞ୍ଜରା ହାଡ଼ କିଏ? ବାଘୁଣୀ, ଆଉ ସିଂହ, ସିଂହୁଣୀ, ହାତୀ, ହାତୁଣୀ, ମୁଁ ଠିକ କହୁଛି ତ ଓଡ଼ିଆ? ଘୋଡ଼ା, ଗଡ଼ୁଣୀ, ଆଉ କହୁଛନ୍ତି କହ, ସାପ, ସାପୁଣୀ, ସମସ୍ତେ ଆସିଲେ। କେମିତି? ରାଜା ରାଣୀ ଘରେ ସମସ୍ତେ ଆସିଲେ, ସମସ୍ତଙ୍କୁ ନାଁ ଦେଲା। ଆଦମର ବୁଦ୍ଧିର ସୀମାକୁ ଟିକେ ଚିନ୍ତା କରିବା ଦରକାର। କି ବୁଦ୍ଧିମାନ ଲୋକ ଆଜ୍ଞା! ଶହ ଶହ ହଜାର ହଜାର ପଶୁପକ୍ଷୀ ମାନଙ୍କ ନାମକରଣ କରିଛି। ତାପରେ ଭାବୁଛି, କଣ ଭାବିଛି? বাঘ মোর বলে দুশো নাই, হাতি মোর বলে দুশো নাই, সিংহ মোর বলে দুশো নাই, মাকড় মোর বলে দুশো নাই, বিলুয়া মোর বলে দুশো নাই। কি দুঃখ হচ্ছে। প্রভু কইলে, না রে বাপা,
তো ଯାହା କରିଛୁ ବହୁତ ଭଲ କାମ କରିଛୁ, କାହାକୁ ଧରିକି ପଳେଇ ଆସିନୁ। ଯଦି ଧରିକି ପଳେଇ ଆସିଥାନ୍ତୁ, ବୁଝା ପଡୁଛି, ଟିକେ ଧୈର୍ଯ୍ୟ ଧରନ୍ତୁ, ଟିକେ ପ୍ରଭୁଙ୍କ ଏଲାଉ କରନ୍ତୁ। ପ୍ରଭୁ ତହିଁର ସୁବ୍ୟବସ୍ଥା କରିବା ଭଲ ଭାବରେ ଜାଣିଛନ୍ତି। କଣ କରିବା ଦରକାର, କେତେବେଳେ କରିବା ଦରକାର, କାହାଠାରୁ ଆଣିବା ଦରକାର, ସେ କେଉଁଠାରେ ଅଛି ପରମେଶ୍ୱର ଭଲରେ ଜାଣନ୍ତି। ଯଦି ଆମ୍ଭେମାନେ ବ୍ୟସ୍ତ ହବା, ପରଦିନ ମୁଁ କହୁଥିଲି ୟୁଥ୍ ଟାଇମରେ ୱିଜଡମର ଆବଶ୍ୟକ ବହୁତ। ଏଠି କମାନେ ଅଛନ୍ତି ଯେଉଁମାନେ ବିବାହ ହୋଇଛନ୍ତି, ମ୍ୟାରେଜ କରିସାରିଛନ୍ତି, ହାତଟିକୁ ଉଠାଇବେ କି? ଯେଉଁମାନେ ମ୍ୟାରେଜ, ବଡ଼ମାନେ ନୁହନ୍ତି, ୟଙ୍ଗ ମାନେ, ଯେଉଁମାନେ ୟୁଥରେ ଅଛନ୍ତି ଆଉ ବିବାହ କରିଛନ୍ତି, ଟିକେ ଭଲରେ ହାତ ଉଠାନ୍ତୁ। ଆଚ୍ଛା, ଧନ୍ୟବାଦ। ମାନେ ଅନେକ ବିବାହିତ ହୋଇନାହାନ୍ତି, ଆପଣମାନଙ୍କ ପାଇଁ ଖୁସି ଖବର ଶୁଣନ୍ତୁ। ଯୌବନ ଅବସ୍ଥାରେ wisdom ବହୁତ ଦରକାର, ବହୁତ ଦରକାର। ସବୁ ବିଷୟ ପାଇଁ ଦରକାର wisdom, ସବୁ ବିଷୟ ପାଇଁ। ମୁଁ ସବୁ କହିପାରିବି ନାହିଁ। ଯୌବନ ଅବସ୍ଥା ହେଉଛି ବିବାହ କରିବାର ଅବସ୍ଥା ଅଟେ। ଆପଣ 25, 26, 27, 28, 30, 32 କେବେ ମଧ୍ୟ ବିବାହ ଆପଣ କରିବେ, କିନ୍ତୁ ଏ ବିବାହ କରିବା ପୂର୍ବରୁ ଯଦି ଆପଣ ମାନେ ୱାଇଜଲି ଆଗକୁ ବଢିବେ ନାହିଁ, ଜୀବନ ସାରା ଅନୁତାପରେ ପଳେଇବ ସମୟ। ମୋ ହାତ ଯୋଡୁଛି ପ୍ରିୟ ଭାଇ ଭଉଣୀ ମାନେ, wisdom ପାଇଁ ଟିକେ ପାଗଳ ହୁଅନ୍ତୁ। କେଉଁ wisdom ପାଇଁ? ଆତ୍ମିକ ଜୀବନରେ କିପରି କୌଣସି ବ୍ୟାଘାତ ନ ପହଞ୍ଚିବ, ଏଥିପାଇଁ, ଏହି ଜ୍ଞାନ ପାଇଁ। ଆପଣ ଜଣକୁ ଦେଖିଲେ, ପସନ୍ଦ କଲେ, ଆଉ ଏକ ସମୟ ପରେ ମ୍ୟାରେଜ କରିନେଲେ, ପରେ ଜାଣିବାକୁ ପାଇଲେ ସେଇ ବ୍ୟକ୍ତି ଜଣକ ଠିକ ନୁହନ୍ତି, ସେଇ ଭାଇ ଜଣକ ଠିକ ନୁହନ୍ତି, ସେଇ ଭଉଣୀ ଜଣକ ଠିକ ନୁହନ୍ତି। ମତେ କୁହନ୍ତୁ, ତାପରେ ଆପଣଙ୍କ ପରମିଶନ ଅଛି କି ତାକୁ ଘୃଣା କରିବା ପାଇଁ? ଅଛି କି? ତାକୁ ତାଡ଼ନା କରିବା ପାଇଁ, ତାକୁ ପିଟା ପିଟି କରିବା ପାଇଁ, ତା ସହିତ ଝଗଡ଼ା ହେବା ପାଇଁ, ତାକୁ ଚାପୁଡ଼ା ମାରିବା ପାଇଁ, ଝାଡୁରେ ପିଟିବା ପାଇଁ, ଘରରୁ ଦଳିବା ପାଇଁ, କଥାବାର୍ତ୍ତା ନ ହେବା ପାଇଁ? Can you people do it? ଏ କରିପାରିବେ କି? ବୁଝନ୍ତୁ, ବୁଝନ୍ତୁ, wisdom କେତେ ଆବଶ୍ୟକ ବୁଝନ୍ତୁ। ଯାହା ଆଦମ କଲେ, ନାଇଁ ଏଇଟା ନାହିଁ, ଏଇଟା ନାହିଁ, ଏଇଟା ନାହିଁ, ଏଇଟା ନାହିଁ, ଏଇଟା ନାହିଁ, let God fix it। ପ୍ରଭୁଙ୍କୁ କରିବାକୁ ଦିଅ। ପ୍ରଭୁ ଯଦି କରିବେ, ଏଥର ହେଲା ବୋଲି ଆପଣ କହିପାରିବେ। ଯଦି ପ୍ରଭୁ କରିବେ ନାହିଁ, ଏଥର ସବୁ ଗଲା ବୋଲି ପାଟିରୁ ବାହାରୁଥିବ ପରିବା ଯାଏ। Don't take it lightly। ବହୁତ ଗୁରୁତ୍ୱପୂର୍ଣ୍ଣ କଥା। ପ୍ରଭୁଙ୍କ ଲୋକମାନେ, ମୁଁ କହିଲି ମନୁଷ୍ୟ ଜୀବନର ପ୍ରତିଟି ସମସ୍ୟାର ସମାଧାନ ସ୍ୱର୍ଗୀୟ ସରକାରଙ୍କ ପାଖରେ ଅଛି। ମୋ ହାତ ଯୋଡୁଛି, ଆପଣମାନେ ବୁଝୁଛନ୍ତି କି ନାହିଁ? ଟିକେ ଡିଷ୍ଟାନ୍ସ ଥିବାରୁ ମୁଁ ଫେସ୍ ବୁଝିପାରୁନି ଆପଣମାନଙ୍କର, କିନ୍ତୁ ନିଶ୍ଚୟ ମୋରକୁ ଆପଣମାନେ ଶୁଣୁଛନ୍ତି। ମୋର ଅନୁରୋଧକୁ ରକ୍ଷା କରନ୍ତୁ, ବ୍ୟସ୍ତ ହୁଅନ୍ତୁ ନାହିଁ। ଅନେକଙ୍କର ଗୋଟେ ଭ୍ରମ ରହିଛି। କଣ ଭ୍ରମ? ଫାର୍ଷ୍ଟ ଲୁକ୍। ପୁଣି କି ଲୁକ୍? ଆগে কি লুক? তোর ফার্স্ট না ও কিস্তা না, প্রথম দেখারে প্রেম। এই প্রথম দেখার প্রেম তাহা প্রেম নুহে, তা প্রেম নুহে। প্রেম কোন বুঝন্তু? ঝিও মানুষ টিকে প্রশ্ন। মনে করন্তু আপনাকে জনে বহুত প্রেম করুছি বলে কହୁছি, ବହୁତ ଭଲ ପାଉଛି ବୋଲି କହୁଛି, ଆଉ ବିବାହ ପୂର୍ବରୁ ଯାହା କରିବା କଥା ଜମା ନୁହେଁ ତାହା କରିବା ପାଇଁ ସେ ଚାହୁଁଛି। ତାହା କଣ ପ୍ରକୃତ ପ୍ରେମିକର ଲକ୍ଷଣ? ଏଟା ପ୍ରେମ କି? କୋଉ ବାଇବଲରେ ଲେଖା ହେଇଛି ବିବାହ ପୂର୍ବରୁ ତମେ କିସ୍ କରିବ ବୋଲି? କୋଉଠି ଲେଖା ହେଇଛି? ହେଲେ କେମିତି ପ୍ରେମ ହେଲା?
କହିବି जो पर्यंत मैरेज है नहीं तांको देखिबा कथा छाड़ंतो तांको देखि पारिबे कथाई पारिबे जदि एंगेजमेंट हेछि जदि नाही पुओ झियो को न देखो झियो पुओ को न देखो देखिबो तो फसिबो सिंपल कथा मन को राधव देखि दी था पाना को वाह बढ़िया हेछि এই था कि तार स्त्री ए पारा बुझा पड़ुछि देखिबो फसिबो एथि पई सीक विजडम बुद्धि ज्ञान को खोजंतु व्यस्त होंतु नाही जदि लागुछि मोर बयस हेलाणी अत्यंत दुखित सेमानक पई जमानकर बयस होइछि किंतु म आपण मानको एनकरेज करि कहिबा पई चाहूछि प्लीज 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 टिके थय धर टिके धैर्य धर प्रभु बोली जणे अछंती जदि से आत्मक पई मार्ग खोलिले आम पई मते निश्चय मार्ग खोलिबे हतशंक होंतु नाही विचलित होंतु नाही आम सरकार को पाखरे समाधान अछि म ए विषय जदि हेबो तो परे कहबी नंबर 1 से विवाहर सुकन्या सुपुत्र हमको जोगाड़ी पारिबे जोगाई दे पारिबे नंबर 2 जदि के भाबुछंती मो भाईर मो भौणीर मोर देह केते बेले मध्य ठीक रहो नाही प्रभु जीशुको निकटको गोटे असुस्थ व्यक्ति जाइछंती आ सुस्थ न होई केबे आसीछंती की आम सरकार पाखरे सब समस्यार समाधान अछि जदि आपण माने मने करूछुं आज्ञा मो पाठ पढुछि मो पाठ पढिबार बहुत असुविधा होछि मते बुद्धि ज्ञानर दरकार मते कोंतु बुद्धि एवं ज्ञान कहा ठारू आसे हां प्रेज द लॉर्ड एथिपाई टिके सुस्थिर होंतु बेसी व्याकुलित होंतु नाही जे दोष न धरी दियंती केति प्रेमिक प्रभु आज्ञा से दोष देखते नहीं जेतेबेले आमे बुद्धि और ज्ञान निमंते प्रार्थना करिथाओ से आम मानव दियंती प्रभु को लोक माने सर्व विषय पे बुद्धि ज्ञान दरकार ताहा आपण माने आगो को पाई जेबे YouTube चैनल रे पुणी जदि के मने करूछि मोर चाकरी नाही मोर व्यवसाय नाही गोटे व्यक्ति को परमेश्वर कहिले तुम्हे तुम पिता को परी एही देश छाड़ी जीवन से व्यक्ति जनक पिता को कथा सुनिले आउ बोले नाही जानती से ही देश रे दुर्भिक्ष होला के से व्यक्ति आज्ञा के एमते प्रश्न माने प्रचार न आज्ञा बोले भावछ ना पचारि नहीं था तांका नाम इसहाक परमेश्वर कहले तुम पिता जेपरि पळेले मोर कथा को मान्य करी तुमे ए देश छाडी जीव नाही इसहाक कहले यस सर ठीक अछि जे नाही दुर्भिक्ष हला वर्षा नाही पानी नाही जमी पूरा टांगरा हे जाईछि सुखी जाईछि जानथि इसहाक टांगरा भूमि रे हल करबा पई बाहरिले सुनंतु जो माने चाकरी पई व्यवसाय पई वृत्ति पई जीविका पई व्यक्तिवस्थ हो जाउछले सुनंतु टांगरा भूमि रे सुखिला भूमि रे पानी रो किछि माने किछि टिके भी अंश नाही एपरी भूमि को से गले हल करिले बिहन बुनिले आउ केते गुण पाइले आज्ञा 100 गुण किए देले हां बहुत आम सरकार देले इसहाकर परमेश्वर कोन अछि ना हंती उच्चारण तो जो माने काम कार्य ପାଇଁ व्यतिग्रस्त हो जाउछथि इसहाकर को जो परमेश्वर 100 गुण प्रतिफल देले से परमेश्वर कोन अछि ना हंती से कोन मोर ପାଇଁ मार्ग खोली पारिबे नाही बुझा पड़छे हालेलुया प्रभु को लोक माने दानिएल छोट गोटे बालक था देश रे 3 जन को मधुर से चयन करा गले चलाइबा पाए कोन दानिएल को परमेश्वर हम पई व्यवस्था करि पारिबे नाही निश्चय करिबे
जोसेफଙ୍କ କଥା ଚିନ୍ତା କରନ୍ତୁ। जोसेफଙ୍କୁ परमेश्वर दर्शन ଦେଇଥିଲେ ସେ ଉଚ୍ଚକୁ ଦିନେ ଯିବେ, କିନ୍ତୁ ପରିସ୍ଥିତି କିପରି ଅଛି ତାଙ୍କର? पूरा उल्टा, पूरा विपरीत। किंतु जोसेफ धैर्यहरा हेले नाही, से लागी की रहिले ईश्वर सहित। दिन आसिला परमेश्वर ताको कथा को सफल कले। आम मान परमेश्वर माटी नुहंती, केवल से मनुष्य नुहंती जे के कथा दे दियंती आ कथा रखंती नाही ना। से कहले आमे तुमको केबे छाड़िबे नाही, बोले से केबे छाड़िबे नाही। से कहले आमे तुम संगरे संगरे रहिबा, बोले से निश्चय रहिबे। हालेलुया। যদি আপনার লাগুছে মোর কোন ହେବ ভবিষ্যৎ, ମୋ ଭବିଷ୍ୟତରେ କିଛି ଆଶା ଦେଖାଯାଉ ନାହିଁ, ମୁଁ କହିବା ପାଇଁ ଚାହେଁ ମନର ହୃଦୟର ସବୁ କଥା ଆମ ସ୍ୱର୍ଗୀୟ ସରକାରଙ୍କ ଚରଣରେ ଟିକେ ଥୋଇ ଦିଅନ୍ତୁ, ଦେଖିବେ ତାଙ୍କ ସମୟରେ ସବୁ ଦ୍ୱାର ସେ ଖୋଲିବେ। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ଯଦି ଆପଣମାନଙ୍କୁ ଲାଗୁଛି କଣ କରିବି କିଛି ବୁଝିପାରୁ ନାହିଁ, ସଂକଟ ସମୟରେ मते टिके डाके के कहबा ना, के कहि पारिबे? हम प्रभु को छोड़ा के ही कहि पारिबे नाही। जदि आपन बोलाउछि आ कोनसी वे नाही, जिसु कहले आम्भे पथोट। जदि आपन कांदी 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 समाजपन करूछन्ते, आम्भ मानक परमेश्वर तांको लोकमानकर अश्रु को पात्रे संचय करबा ईश्वर अटंती। प्रेज द लॉर्ड। जदि आपण घोर अभाव अभाव बड़ दरिद्रावस्था मध्य दे गति करूछन्ती, दाऊद कहिले सदा प्रभु मोहर प्रतिपालक। हालेलुया। जदि आपण मन लागुछि केमिति हेबो, कुआडे छिबी, काहा पाखकु जिबी, के मोर आवश्यक जगाइबो? अब्राहमको परमेश्वर जिहोवा सिरी आज मध्य से जीवित। जदि कोनोसी रोग व्याधि दे आपण गति करूछन्ती, जिहोवा द फादर हीलर साजी मध्य जीवित अछन्ती, से निश्चय सुस्थता हमको प्रदान करिवे। जदि आपण कहउछन्ती स्टीफेन भाई जीवन रे शांति नाय, मु बहुत दुख रे जीवन काटुची, कोन मते के शांति देबो? मु कहबा पई चाहे जिहोवा शालोम আজি आम्भମାନଙ୍କ ପାଇଁ ଚିନ୍ତା କରୁଛନ୍ତି। ସେ ଶାନ୍ତିର କର୍ତ୍ତା ଅଟନ୍ତି, ସେ ଆମକୁ ଶାନ୍ତି ଦେବେ। ଆମ ସରକାରଙ୍କ କର୍ମ କାର୍ଯ୍ୟ ପରିସରରେ ତାଙ୍କର ଅଫିସରେ ଶହ ଶହ ପୁସ୍ତକର ଆବଶ୍ୟକତା ନାହିଁ, ମାତ୍ର ଗୋଟିଏ ପୁସ୍ତକ। ପ୍ରେଜ୍ ଦ ଲର୍ଡ। କଣ ସେ ପୁସ୍ତକ? आज्ञा गीत उच्च सुर कहतु आज्ञा जोर से। जीवन पुस्तक की पुस्तक? जीवन पुस्तक। ए प्रभु आप टिके टावर जळंतु। आम सरकार के पुस्तक द्वारा सब परिचालना करते? हां जीवन पुस्तक बाइबल दैनिक हो, दैनिक प्रभु को माय प्रभु के लोक माने आम सरकार लैपटॉप आवश्यक ना, मोबाइल आवश्यक ना, कंप्यूटर आवश्यक ना, इंजीनियर आवश्यक ना, डॉक्टर आवश्यक ना, साइंटिस्ट आवश्यक ना, गोटिए वाक्य गोटिए बही यथेष्ट समग्र विश्व को परिचालना करबा पाए। हालेलुया, प्रेज द लॉर्ड। प्रभु को लोक माने हम मान को परमेश्वर ताको वाक्य को एते भलो पाइले, एते प्रेम कले जे निज को मध्य वाक्य ठारू श्रेष्ठ बोले मने करबा को चाहिले नाही। कोठी लेखा अछि 138 2 ମୁଁ ତୁମ ପବିତ୍ର ମନ୍ଦିର ଅଭିମୁଖରେ ତୁମର ଭୋଜନ କରିବି, ପୁଣି ତୁମର ସ୍ନେହପୂର୍ଣ୍ଣ କରୁଣା ଓ ତୁମର ସତ୍ୟର ସକାଶେ ତୁମ ନାମର ଧନ୍ୟବାଦ କରିବି, କାରଣ ତୁମ୍ଭେ ଆପଣାର सकल नाम अपेक्षा आपणार वाक्य महत्व करियछ। हालेलुया। प्रभु को लोक
ଲୋକମାନେ ଈଶ୍ୱରଙ୍କ ସବୁ ନାମ ଠାରୁ କଣ ସର୍ବୋତ୍କୃଷ୍ଟ ଅଟେ? ଈଶ୍ୱରଙ୍କ ବାକ୍ୟ। Praise the Lord. ଈଶ୍ୱରଙ୍କ ବାକ୍ୟର ଶକ୍ତି ତାଙ୍କ ସହିତ ଆପଣ କୌଣସି ଶକ୍ତିକୁ ସମାନ କରିପାରିବେ ନାହିଁ। ଏହା ଗୋଟେ କୁଳାଙ୍ଗର ପାପୀକୁ ସାଧୁରେ ପରିଣତ କରିପାରିବ। সেই শক্তি ଈଶ୍ୱରଙ୍କ ବାକ୍ୟରେ ଅଛି। ଏହା ଏକ ଅଧାର୍ମିକକୁ ଧାର୍ମିକରେ ପରିଣତ କରିପାରିବ। ଏହା ଏକ ନିର୍ବୋଧକୁ ବୋଧ ଦେଇପାରିବ। ଏକ ରୋଗୀକୁ ସୁସ୍ଥତା ଦେଇପାରିବ। ଏହି ଶକ୍ତି ସାହିତ୍ୟ ବହିରେ ଅଛି କି? ଗଣିତ ବହିରେ, ଇତିହାସରେ ନା ଭୂଗୋଳରେ? ଓ ସରକାର କହିପାରିବ ଆଜ୍ଞା ଆମେ ଏମିତି ଗୋଟେ ବହି ନିର୍ମାଣ କରିଛୁ, ପ୍ରସ୍ତୁତ କରିଛୁ, ଏଇ ବହି ପଢିଲେ ଆପଣଙ୍କର ସବୁ ପରିବର୍ତ୍ତନ ହେଇଯିବ, କହିପାରିବେ? ନାଇଁ, ଆମ ସରକାର କହିପାରିବେ ଯେହେତୁ ସେ ନିଜ ନାମ ଠାରୁ ମଧ୍ୟ ଏହାକୁ ବହୁତ ପ୍ରାୟୋରିଟି ଦେଇଛନ୍ତି, ମହତ୍ କରିଛନ୍ତି। ପ୍ରଭୁଙ୍କ ଲୋକମାନେ, ଆମ ମାଲିକଙ୍କ ପରି ବିଶ୍ୱରେ କେହି ମଧ୍ୟ ନାହାନ୍ତି। ତାଙ୍କ ଗୁଣ ସମଜି ଟିକେ ଯଦି ଆମେ ଆଲୋକପାତ କରିବା, ତାଙ୍କ ମହାନତା, ଆମ ପରମେଶ୍ୱରଙ୍କ ମହାନତା ଆଶ୍ଚର୍ଯ୍ୟଜନକ ଅଟେ। କେବେ ଟିକେ ଈଶ୍ୱରଙ୍କ ସମ୍ବନ୍ଧରେ ଚିନ୍ତା କରିବେ। ଆମର ଯାହା ଟପିକ୍ ଅଛି, ଇଭିନିଂ ଟପିକ୍, ଆମେ ସେଥିରେ ହାଲକା ଫୁଲକା ଦେଖିବା ପାଇଁ ଚେଷ୍ଟା କରିବା। ତାଙ୍କ ଦୟା ଅପରିମେୟ ଅଟେ, ତାଙ୍କ କରୁଣା ଅନନ୍ତ କାଳସ୍ଥାୟୀ ଅଟେ, ତାଙ୍କ ପ୍ରେମ ବୋଧର ଅଗମ୍ୟ ଅଟେ। কিপরি প্রেম কি ঈশ্বরଙ୍କ প্রেম? ବୋଧର ମାନେ କଣ? ସରଳ ଭାଷାରେ କଣ? ବୁଝା ପଡ଼ିବ ନାହିଁ। ସାଲାମ ସାର୍ ଟିକେ ଆସିବେ ତ। ଈଶ୍ୱରଙ୍କ ପ୍ରେମ କେମିତି? ଜୋରସେ, ଈଶ୍ୱରଙ୍କ ପ୍ରେମ ବୋଧର ଅଗମ୍ୟ, ମାନେ ସରଳ ଭାଷାରେ ବୁଝା ପଡ଼ିବ ନାହିଁ। ସାଲେମ ସାର୍ ଅଛନ୍ତି ଆଉ ମୁଁ ଅଛି। ସାଲେମ ସାର୍ଙ୍କୁ ମୁଁ କହୁଛି ମୁଁ ଆପଣଙ୍କୁ ପ୍ରେମ ବହୁତ କରୁଛି ବୋଲି, କିନ୍ତୁ ଏହା କେବଳ ମୁଖରେ କହୁଛି, ମୋର କାର୍ଯ୍ୟରେ ତାହା ଦେଖାଯାଉ ନାହିଁ। ମୁଁ ତାଙ୍କୁ ପ୍ରେମ କରୁଛି ବୋଲି କହୁଛି, କିନ୍ତୁ ଯାହା ସେ ପସନ୍ଦ କରନ୍ତି ନାହିଁ, ପ୍ରତିଦିନ ଜାଣି ଜାଣି ମୁଁ ତାଙ୍କ ପ୍ରତି ସେ କାମ କରୁଛି। अच्छा, आज केते तारीख? 14। ठीक है, माइक बोल ठीक है, सारे को मैं ताली दे हूँ। हालेलुया। 14 तारीख रे मन करे मो सार को किछि गुडे कहि देली, जहा कहबा କଥା नथा, पाथिला परि କଥା कहि देली। ଆପଣ ଟିକେ ଭାବିବେ ନା, ଆରେ ଷ୍ଟିଫେନ୍ ଭାଇ କ'ଣ ମୋତେ ଏମିତି ବ୍ୟବହାର କଲେ, ଭାବିବେ ନା? ନିଶ୍ଚୟ ଭାବିବେ। ଆଚ୍ଛା, ମୁଁ ଆସିବି ସନ୍ଧ୍ୟାବେଳାରେ ଆପଣଙ୍କୁ କ୍ଷମା ମାଗିବି, ଦେବେ ନା ନାହିଁ? ଦେବେ? ଥ୍ୟାଙ୍କ ୟୁ। ଆଚ୍ଛା, କୋଉ ତାରିଖରେ କଲି ମୁଁ ଏଇଟା? 14। ଧ୍ୟାନ ଦେବେ। 15 ତାରିଖରେ ମଧ୍ୟ କ'ଣ କି ଗୋଟେ କହିଥିଲି ଯାହା ମୁଁ ତାଙ୍କୁ କହିବା କଥା ନଥିଲା। ବୁଝୁଛନ୍ତି? 14 ମଧ୍ୟ କଲି ଆଉ 15 ମଧ୍ୟ କଲି। ଏବେ ମୁଁ ତାଙ୍କୁ ମୁହଁ ଦେଖାଇଲା ପରେ ରହିବି ତ? ଆଜ୍ଞା, ଆପଣଙ୍କ ମାଇଣ୍ଡକୁ ଏବେ ଟିକେ ଗଡ଼ବଡ଼ ଆସିବ କି ନାହିଁ? ଟିକେ ଜୋରସେ ଆସିବ, ନିଶ୍ଚୟ ଆସିବ। କାଲି ଛାଡ଼, ଯାହା ହେଲା ନହେଲା, ହଠାତ୍ ସେ କହିଦେଲେ, ଆଜି ପୁଣି ସେମ୍ ବିଷୟ ଦହରାଇଛନ୍ତି, ପୁଣି ପଳେଇ ଆସିଛନ୍ତି କ୍ଷମା ମାଗିବା ପାଇଁ, ଭାବିବେ ନା ନାହିଁ? ଭାବିବେ। ମନେ କର 16 ତାରିଖରେ ମଧ୍ୟ ମୁଁ ତାଙ୍କୁ କରିଦେଇଛି କ'ଣ ଗୋଟେ, ଆଉ ଯାହା ତାଙ୍କୁ ପସନ୍ଦ ନାହିଁ। ମତେ କୁହନ୍ତୁ ସାଲେମ ସାର୍, ମୁଁ ମୁହଁ ଦେଖେଇ ପାରିବି ନାହିଁ? ବୁଝିପାରିଲେ? ମୁହଁ ଦେଖେଇ ହେବ? ମତେ କୁହନ୍ତୁ, ପ୍ରତିଦିନ ଆମ୍ଭେମାନେ ଜାଣି ଜାଣି ପରମେଶ୍ୱରଙ୍କୁ, ଯୀଶୁଙ୍କୁ ଦୁଃଖ ଦେଉଛୁ ନା ନାହିଁ? ଉତ୍ତର ଟିକେ ଜୋରସେ। ରାଗିବା ପାପ ଜାଣିଛୁ ନା ନାହିଁ?
ରାଗୁଛୁ ନା ନାହିଁ ମିଛ କହିବା ପାପ ଜାଣିଛୁ ନା ନାହିଁ ମିଛ କହୁଛୁ ନା ନାହିଁ ଲାଇନ ମାରିବା ଭଲ ନାହିଁ ଜାଣିଛୁ ନା ନାହିଁ ଡାଣ ଯାକ ବୁଲୁ ଥାଉଛୁ ନା ନାହିଁ ଢେବା ଢେବା ଆଖି କରି ଈଶ୍ୱରଙ୍କ ପ୍ରେମ ବୋଧର ଗମ୍ୟଟେ ଜାଣନ୍ତୁ ଧନ୍ୟବାଦ ଜାଣି ଜାଣି ପାପ କଲା ପରେ ମଧ୍ୟ କ୍ଷମା ମାଗିଲେ always ready to forgive us ସବୁବେଳେ ଆମକୁ ଗ୍ରହଣ କରିବା ପାଇଁ ଅଛନ୍ତି ମୁଁ କିଛି ଭଲ ପୁଅ ଝିଅମାନଙ୍କୁ ଜାଣିଛି ପର୍ସନାଲି ଜାଣିଛି ଶୁଣନ୍ତୁ ଆପଣମାନଙ୍କ ମଧ୍ୟରୁ ମଧ୍ୟ ସେମିତି ଥିବେ ଶୁଣନ୍ତୁ ଭଲ ବାହାରେ ବାପରେ ବାପରେ ଆପଣ ଜମା ପାରିପାରିବେନି ସେ ଖରାପ ହେଇଥିବ ବୋଲି ପର୍ସନାଲି ମିଶନ୍ତି ଆଉ କୁହନ୍ତି ଆଜ୍ଞା କଣ କରିବି ମୋର ମାଇଣ୍ଡ କାମ କରୁନାହିଁ ପର୍ନୋଗ୍ରାଫି ମୁଁ ଛାଡ଼ି ପାରୁନାହିଁ ଭଲ ଗୀତ ବୋଲନ୍ତି ଭଲ ବାଜା ମାରନ୍ତି ଦରକାର ପଡ଼ିଲେ ଅନ୍ୟକୁ ଶିକ୍ଷା ବି ଦିଅନ୍ତି ମଣ୍ଡଳୀର ଆଗ ଧାଡ଼ିରେ ରୁହନ୍ତି at the same time pornography ରେ ମଧ୍ୟ ଆଗ ଧାଡ଼ିରେ ଥାନ୍ତି ବୁଝା ପଡୁଛି ଯଦି ଆପଣଙ୍କୁ ଲାଗୁଛି ମୋର ଜୀବନ ସେପରି ଅଛି ମୋତେ ପ୍ରଭୁ କେବେ କ୍ଷମା ଦେବେ ନାହିଁ ମୁଁ କହିବା ପାଇଁ ଚାହେଁ ହୃଦୟର ଯୋଉ ବେଦନା ଅଛି ପାପର ସଂଘର୍ଷ ପାଇଁ ଟିକେ ହୃଦୟରୁ ତାଙ୍କୁ କୁହନ୍ତୁ ପ୍ରଭୁ ପ୍ଲିଜ ପ୍ରଭୁ ମୋତେ ଟିକେ ଶକ୍ତି ଦିଅ ପ୍ରଭୁ ତାଙ୍କ ଶକ୍ତି ଯଦି ପାଇବେ ନାହିଁ ଆପଣ କେତେ ବ୍ୟାକୁଳ ହେଲେ ମଧ୍ୟ ସେଥିରୁ ବିଜୟ ପାଇପାରିବେ ନାହିଁ ଏଥିପାଇଁ ତାଙ୍କ ସ୍ପେଶାଲ ଶକ୍ତି ଆଣ୍ଠୁ ଭାଙ୍ଗି ଉପବାସ ରହି ଆପଣଙ୍କୁ ପାଇବାକୁ ପଡ଼ିବ ଅନେକ ଭଲ ଭାବରେ ଜାଣିଛି Sunday meeting ଛାଡ଼ିବେ ନାହିଁ ସଭା ଛାଡ଼ିବେ ନାହିଁ ମିଟିଂ ଛାଡ଼ିବେ ନାହିଁ ଆଉ ବଡ଼ ଇଣ୍ଟରେଷ୍ଟିଂ କଥା ବାଇବଲ ମଧ୍ୟ ପଢ଼ୁଥିବେ ଡେଲି ପ୍ରାର୍ଥନା ମଧ୍ୟ ଡେଲି କରୁଥିବେ ରାତିରେ ପାପ ମଧ୍ୟ କରୁଥିବେ ମୁଁ ଆପଣମାନଙ୍କୁ ସ୍ପଷ୍ଟ କରୁଛି ଆପଣ ଯେତେ ହରକତ କରୁଛନ୍ତି ଲୁଚି ଲୁଚି କରୁଛନ୍ତି ୱାଶରୁମରେ କରୁଛନ୍ତି ପ୍ରଭୁ ସବୁ ଜାଣିଛନ୍ତି ଦେଖୁଛନ୍ତି ତଥାପି ଶୁଣନ୍ତୁ ଧ୍ୟାନରେ ମୋ ଭାଇ ଭଉଣୀମାନେ ତଥାପି ଆପଣ ଯେପରି ବିନଷ୍ଟ ନ ହେବେ ଏଥିପାଇଁ ଆଜି ସୁଯୋଗ ଦେଇଛନ୍ତି କହିଲେ ତାଙ୍କ ପ୍ରେମ ବୋଧର ଅଗମ୍ୟ ଅଟେ ଜାଣି ଜାଣି ପୁଣି ମୁଁ ଆପଣଙ୍କୁ ଦୁଃଖ ଦେବି ଆପଣ ମୋତେ ଦେଖିବା ପାଇଁ ଚାହିଁବେ କି କେବେ କଥାବାର୍ତ୍ତା ଜାଣିକି ଥାଉ ମୋତେ ଅନେଇବା ପାଇଁ ଚାହିଁବେ ଗୋଟେ କଥା ହେବା ପାଇଁ ଚାହିଁବେ ମୋର ରୋଗ ଶୁଣିବାକୁ ଚାହିଁବେ ଆମ ପରମେଶ୍ୱର ଭିନ୍ନ ଅଟନ୍ତି ଆଶ୍ଚର୍ଯ୍ୟ ଅଟନ୍ତି ତାହାଙ୍କ ପ୍ରେମ ବୋଧର ଅଗମ୍ୟ ଯେ ତାହାଙ୍କ ଅନୁଗ୍ରହ ସର୍ବଦା ଆମ ପ୍ରତି ରହିଛି ସର୍ବଦା ଆମ ପ୍ରତି ରହିଛି ତାହାଙ୍କ ରାଜ୍ୟ କେବେ ଶେଷ ହୁଏ ନାହିଁ ସେହି ଆରମ୍ଭ ଅଟନ୍ତି ସେହି ଶେଷ ଅଟନ୍ତି କେବଳ ସେହି ଅଦ୍ୱିତୀୟ ବ୍ୟକ୍ତି ତାଙ୍କ ସମ ଆଉ କେହି ନାହାନ୍ତି ସ୍ୱର୍ଗ ତାଙ୍କର ପୃଥିବୀ କାହାର ପୃଥିବୀ ତାଙ୍କର ଅଟେ ଅସଂଖ୍ୟ ନକ୍ଷତ୍ର ଗଣ କାହାର ଅଟେ ଆଜ୍ଞା କାହାର ଅଟେ ଟିକେ ସେ ତାରା ବିଷୟରେ ଦେଖିବା ତ 147 ଗୀତ ସଂହିତା ତାର କଲେ 147 ପଢନ୍ତୁ 3 ସେ ଭଗ୍ନାନ୍ତକରଣ ମାନଙ୍କୁ ସୁସ୍ଥ କରନ୍ତି ଓ ସେମାନଙ୍କ କ୍ଷତ ସବୁ ସେ ତାରାଗଣର ସଂଖ୍ୟା କରନ୍ତି ସେ ସମସ୍ତଙ୍କୁ ସେମାନଙ୍କ ନାମ ଦିଅନ୍ତି ତାରାଗଣକୁ କିଏ ଗଣି ପାରନ୍ତି ଆଇନଷ୍ଟାଇନ ତାର ବୋପାର ଦିନରେ ଗଣିଥିବ ତାରାକୁ That is the mighty power of our loving God. ସେ କିଛି ବି କରିପାରିବେ ଆଜ୍ଞା ସାଲାମ ସାର୍ worship ଆମର କହୁଥିଲେ ସେ ଆମ ଇମାଜିନେସନ ବାହାରେ ଆମ କଳ୍ପନା ଜଳ୍ପନାରେ ସେ ବାହାରେ ଅଟନ୍ତି ଆଉ ଥରେ ଜୋରସେ ପଢିବେ ଯେ କଣ ଉଚ୍ଚ ସ୍ୱରରେ ସେ ତାରାଗଣର ସଂଖ୍ୟା କରନ୍ତି ତାରାଗଣକୁ ସେ ନମ୍ବରିଂ କରନ୍ତି ଅର୍ଥାৎ କେମିତି ଗଣିଥିବେ ଏଟା 1 ନମ୍ବର ଫ୍ୟାନ ଏଟା 2 ନମ୍ବର ସେଟା 3 ସେଟା 4 ସେଟା 5 ସେଟା 6 ସେଟା 7 8 9 10 10 20 100 200 1000 2 କୋଟି 3 କୋଟି 1000 କୋଟି 10 ଲକ୍ଷ 1000 କୋଟି Can you imagine it? কি
ପ୍ରଭୁ ଆଜ୍ଞା ତାରାକୁ ତମେ ଗଣି ପାରୁଛ। ସେମ୍ କଥା ପରମେଶ୍ୱର ଅବ୍ରାହମକୁ କହିଲେ। ମୁଁ ତାହା କହିବି ସନ୍ଧ୍ୟାରେ ଯଦି ପ୍ରଭୁ ସୁଯୋଗ ଦେବେ। ଆଉ ଟାଇମ୍ ନାହିଁ, ସରିଗଲାଣି। ତା ତଳ ଲାଇନଟା କ'ଣ ଲେଖା ଅଛି? ସେ ସମସ୍ତଙ୍କୁ ସେମାନଙ୍କ ନାମ ଦିଅନ୍ତି। ଓ ମାଇ ଗଡ୍, ଆଉ ଟିକେ ଜୋରସେ। ସେ ସମସ୍ତଙ୍କୁ ସେମାନଙ୍କ ନାମ ଦିଅନ୍ତି। କାହାର ନାଁ ଦଉଛନ୍ତି? କି କଥା! ତାରା ଗଣକୁ ତମେ ନାଁ ଦଉଛ। এটা ব্লেসিং আজ্ঞা, সেটা গ্রেস আজ্ঞা, সেটা আশীর্বাদ আজ্ঞা, এটা ইসরায়েল আজ্ঞা, সেটা নামান আজ্ঞা, সেটা জিহুদা আজ্ঞা, এটা অব্রাম আজ্ঞা। ଲୋକକୁ ନାଁ ଦେଲେ ଟିକେ ବୁଝା ପଡୁଛି। ଚାଲ ଏମାନଙ୍କୁ ନାଁ ଟିକେ ଦେଇ ହୁଏ। କାହାକୁ ନାଁ ଦଉଛନ୍ତି? ତାରା ଗଣକୁ। ଆମର ସରକାର କେମିତି ସରକାର ଆଜ୍ଞା ବୁଝି ହେବ ନାହିଁ। ସେ ଆମ ମାଇଣ୍ଡ ଭିତରେ ପଶି ପାରିବେ ନାହିଁ। ତାଙ୍କ ବୁଦ୍ଧି ଅନୁସନ୍ଧେୟ ଅଟେ, ଅନସର୍ଚେବଲ। ଆପଣ ଖୋଜି ପାରିବେ ନାହିଁ, ପାଇ ପାରିବେ ନାହିଁ। ଏପରି ଅଦ୍ଭୁତ ପରମେଶ୍ୱର ଅଟନ୍ତି। ସକଳ ମହା ଜଳ ରାଶି କାହାର ଅଟେ? ସମୁଦ୍ର ସରକାରର କି? କାହାର? କୋଉଠିକି? ଆମ ବାପାଙ୍କର ଅଛି। ଏସବୁ ସମୁଦ୍ର କାହାର? ଏସବୁ ନଦୀ କାହାର? ଏସବୁ ବଣ କାହାର? ଆଚ୍ଛା ତମେ ଆମ ବାପାର ତିଆରି କରିଥିବା ଗଛର ପତ୍ର ନେବ, ଚୋପା ନେବ, ଡାଳ ନେବ, ସେଠି ତକୁ ଆକାର ଟା, ବୁକୁ ଆକାର ବୁ। What is this? ଡାବୁ ବନେଇବ। ଆଉ ଆମର ବାପାକୁ ଚିହ୍ନିବ ନାହିଁ ତମେ। ଗଛ କାଟା କୁହ ମତେ, ଏ ଗଛ କାଟା ହଉ ବାବୁ, ଡାବୁ ନେଇ ବନେଇ ଦଉଛ। କାହାର ଗଛ? ଆମର ବାପାର ଗଛ। ଆମର ବାପାର ଗଛର ପତ୍ର ନେବ, ଆମର ବାପାର ଗଛର ଛାଲ ନେବ, ଆଉ ପଇସା ବନେଇବ, ଆଉ ଶୁଖିଲା ଫୁଟାଣି ମାରିବ କି? ବୁଝା ପଡୁଛି? ଏ ଜଗତ ଯାକର ସୁନା କାଟା କୁହ କାଟା। ବୁଝା ପଡୁଛି? ଏ ଜଗତ ଯାକର ହୀରା କାର, ରୂପା କାର, ମୋତି କାର, ମାଣିକ୍ୟ କାର, ବୈଦୁର୍ଯ୍ୟମଣି କାର, ମୁକ୍ତା କାର। ଏ ଜଗତ ଯାକର ସମ୍ପତ୍ତି କାର? ଏ ଜଗତର ମାଲିକ କିଏ? ହାଲେଲୁୟା। ଏକ ବ୍ୟକ୍ତି ଯଦି ବୁଝିଯିବ ଈଶ୍ୱରଙ୍କ ସେବା କାର୍ଯ୍ୟ ଠାରୁ ମହାନ ସେବା କାର୍ଯ୍ୟ, ମହାନ କାର୍ଯ୍ୟ କିଛି ନାହିଁ, ତାହାଠାରୁ ଧନ୍ୟ ବ୍ୟକ୍ତି କେହି ନାହାନ୍ତି। Praise the Lord. ହାଲେଲୁୟା। ଆପଣ ଯାହା ବି ଦେଖୁଛନ୍ତି ସେଟା କାହାର? ସୂର୍ଯ୍ୟ କାର? ମୋ ବାପା ଯଦି କହିବେ ଏ ସୂର୍ଯ୍ୟ ତୁନି ପଡ଼ିଥା ଗୋଟେ ମାସେ Bible says, ମାସେ ଯଦି ସୂର୍ଯ୍ୟ ଗୁଡ୍ ମର୍ଣ୍ଣିଂ ସାର୍ ବୋଲି କହିବେ ନାହିଁ ଆମକୁ ବୋଲେ ରହି ହବ କି? ଏ ଚନ୍ଦ୍ରମା ଦିଦି ଯଦି ରାତିରେ ଉଠିବେ ନାହିଁ ବୋଲି କହିଲେ କେମିତି ହବ? ପ୍ରଭୁଙ୍କୁ ଟିକେ ବୁଝନ୍ତୁ। ବାୟୁ କାହାଟା ଆଜ୍ଞା? ଅମ୍ଳଜାନ ଆମର ବାପା। Praise the Lord. ପ୍ରଭୁଙ୍କ ଲୋକମାନେ ଅଣ୍ଡରଷ୍ଟାଣ୍ଡ, ଟିକେ ବୁଝନ୍ତୁ। ଈଶ୍ୱରଙ୍କ ସେବା କାର୍ଯ୍ୟ ସବୁଠାରୁ ସର୍ବୋତ୍କୃଷ୍ଟ ଅଟେ। ଏଥିପାଇଁ ତାଙ୍କ ପାଖରେ ତାଙ୍କ ଶକ୍ତି ସହିତ ଆଉ କାହାର ତୁଳନା ନାହିଁ। You cannot compare. ଆପଣ ତୁଳନା କରିପାରିବେ ନାହିଁ। Praise the Lord. Hallelujah. Hallelujah. ଯାହା ସବୁ ସୃଷ୍ଟି ହୋଇଛି ଧରା ପୃଷ୍ଠରେ ଅଛି, କିଏ କରିଛନ୍ତି? ଜୋରସେ ନା ମୁଁ କହିଲା ପରେ କୁହନ୍ତୁ, କିଏ କରିଛନ୍ତି? Praise the Lord. Hallelujah. ମାଲିକ ଶବ୍ଦର ଯଦି କେହି ଯୋଗ୍ୟ ଅଟନ୍ତି ସେ କିଏ? ଆମର ବାପା ବୋଲି କୋଉଠିକି ହକରେ କୁହ କିଏ? ଆମର ସେ ଏକମାତ୍ର ବାଦଶାହ ଅଟନ୍ତି। ତାଙ୍କ ବୁଦ୍ଧି ଅନୁସନ୍ଧେୟ ଅଟେ, ସେ ଜ୍ଞାନର ସାଗର ଅଟନ୍ତି। ସେ କାହାରି ସାହାଯ୍ୟ ମଗାମଗି ଲେଦୁ କାହାକୁ ମାଗନ୍ତି ନାହିଁ ସାହାଯ୍ୟ। ସେ ଆମ ସରକାର ଆଜ୍ଞା ପଇସା ଟିକେ ଦିଅ, ଆଜ୍ଞା ଆଳୁ ଟିକେ ପଠେଇ ଦିଅ, ଆଜ୍ଞା ଟମାଟୋ ରେଟ୍ କମେଇ ଦିଅ, ଆଜ୍ଞା ଅଦା ଟିକେ ପଠେଇ ଦିଅ, ଆଜ୍ଞା
আমার সরকার সে অদাকে মধ্যে তৈরি করবে, সে টমাটো মধ্যে তাঙ্গরটা, সে গছ তাঙ্গরটা, সে জমি তাঙ্গরটা, সে পবন তাঙ্গরটা, সে সূর্য নবালে টমাটো হবে না, সূর্য কারটা বাবা। হালেলুয়া, প্রেজ দ্য লর্ড। সে কাহারে হেল্প মাগতে নাই, এবারে গোটিয়ে বি বিষয় নাই, যা সমন করে সে অজ্ঞ অটন্তি। ଆପଣଙ୍କୁ ଲାଗୁଛି ପ୍ରଭୁ କେବେ କହିବେ ଏଇଟା ମତେ ବୁଝା ପଡିଲା ନାହିଁ, କେବେ କହିବେ? ଅସମ୍ଭବ ଅଟେ। ପ୍ରଭୁଙ୍କ ଲୋକମାନେ ତୁମେ ଏମିତି କାହିଁକି କରିଲ ବୋଲି ଆମ ପରମେଶ୍ୱରଙ୍କୁ କାହାର ନିଶ ଭାରିଛି କହିବା ପାଇଁ? ହାଲେଲୁୟା। ସେ ତାରା ଗୁଣକୁ ନାମ ଦିଅନ୍ତି, ସମୁଦ୍ରର ସୀମା ନିରୂପଣ କରନ୍ତି। ବଡ଼ ଇଣ୍ଟରେଷ୍ଟିଂ କଥା, କଣ କହିଲି? ସମୁଦ୍ରର, ଆଚ୍ଛା, ସମୁଦ୍ରର ଗୋଟେ ସୀମା ଅଛି। ପ୍ରଭୁ ସମୁଦ୍ର ସୃଷ୍ଟି କଲା ବୋଲି କହିଥିବେ, ଏ ବାବୁ ସମୁଦ୍ର, ଆଜ୍ଞା ସାର୍ ବୋଲଥିବ ସମୁଦ୍ର ନେଇକି। ବଡ଼ ମଜା ରିଲେସନ ପ୍ରଭୁଙ୍କର। ଆପଣମାନେ ଜାଣନ୍ତି ପରମେଶ୍ୱର କାହା ସହିତ ମଧ୍ୟ କଥା ହୁଅନ୍ତି? ଡୁ ୟୁ ରିୟଲି ବିଲିଭ୍ ଇଟ୍? ଦେଖ ଉପର ମନକୁ ହଁ କହୁ ନାହିଁ, ହଁ ସତରେ ବିଶ୍ୱାସ କରନ୍ତି? ଆମ ପ୍ରଭୁ କାହା ସହିତ ମଧ୍ୟ କଥା ହୁଅନ୍ତି, ସତରେ ବିଶ୍ୱାସ କରନ୍ତି? ଟିକେ ଦେଖିବା ବାଇବଲରୁ ନା ପଳେଇବା ସାରିକି? ଥ୍ୟାଙ୍କ ୟୁ, ଆପଣମାନଙ୍କୁ ଧନ୍ୟବାଦ। ସତ କହୁଛ ବୋଲି ଭାବୁଛି। ହଁ, ମାର୍କ 4 ଟିକେ ଯିବା। 4ର ପଢ 37, ଜଲ୍ଦି ପଢ। ସେଥିରେ ଆଉ ପ୍ରବଳ ତୋଫାନ ହେଲା, ପ୍ରବଳ ତୋଫାନ ହେଲା, ତରଙ୍ଗର ଆଘାତରେ ନୌକା ଜଳରେ ପୂର୍ଣ୍ଣ ହେବାକୁ ଲାଗିଲା। ସେତେବେଳେ ସେ ନୌକାର ପଛ ବଙ୍ଗଳେ ବୁକୁଳାରେ ମୁଣ୍ଡ ଦେଇ ଶୋଇ ପଡ଼ିଥିଲେ। ଓକେ, ଆଉ ସେମାନେ ତାହାକୁ ଉଠାଇ କହିଲେ, ହେ ଗୁରୁ, ଆମେ ମଲୁ, ଆପଣଙ୍କର କଣ ଚିନ୍ତା ନାହିଁ? ଏଥିରେ ଯୀଶୁ ଉଠି ପବନକୁ ଧମକ ଦେଇ, ଏକ ମିନିଟ, କାହାକୁ ଧମକ ଦେଲେ? ପବନକୁ। ହାଲେଲୁୟା। ହେଲେ ପବନ ସହିତ ଆମର ବାପା କଥା ହେଲେ କି ନାଇଁ? ଲାଜ ଅଛି ପବନ ପୁତ୍ର ବନୁଛ ବୁଦ୍ଧିମନ୍ତ ମାନେ। ଆରେ ଆମର ବାପା ପବନ ସହିତ କଥା ହୁଅନ୍ତି ଭାଇ। ଏଡେ ଫଟା କପାଳ ଆଜ୍ଞା ମାନେ ତାଙ୍କ ମାପୁକୁ ବୁଲୁଛନ୍ତି। ପ୍ରେଜ ଦ ଲର୍ଡ, ହାଲେଲୁୟା। ପବନକୁ କଣ ଦେଲେ ଭଉଣୀ ଜୋରସେ? ଏଥିରେ ଯୀଶୁ ଉଠି ପବନକୁ ଧମକ ଦେଇ ସମୁଦ୍ର, ପବନକୁ ଧମକ ଦେଲେ ମାନେ କେମିତି ଦେଇଥିବେ? ସରି ପ୍ରଭୁ, ଛୁଆର ପ୍ରଭୁ, ପୁରୀ ପ୍ରଭୁ, ଆଉ କେବେ ଏମିତି ଟେମ୍ପୋ ହେବି ନାହିଁ ପ୍ରଭୁ ବୋଲିଥିବ କିଏ? ପବନ। ପ୍ରେଜ ଦ ଲର୍ଡ। ହେଲେ ଘରେ ମନେକର ଦୁଇଟା ପୁଅ ଥିବେ, ବାବୁ ଆହୁରି ସାନ ଝିଅ ଥିବେ। ଏଇ ଝିଅ ମନେକର ଟିକେ ଡିଷ୍ଟର୍ବ କଲେ, ମା ଗାଳି କଲା ବେଳକୁ ବାବୁ କେମିତି ହଉଥିବ? ହଉ ତତେ ଆହୁରି ହଉ, ଭଲରେ ହଉ। ଏ ସମୁଦ୍ର ସେମିତି ହଉଛି ଏବେ। କେମିତି ହଉଛି? ପବନକୁ ଦେଖି ଭଲ ହେଲା, ତତେ ହଉ। ବେଶୀ ଟେମ୍ପର ହଉଥିବ କହିଲା ବେଳକୁ ସମୁଦ୍ରକୁ କଣ କହିଲେ? ତୁ ନିହ, ଚୁପ୍ କର। ସମୁଦ୍ରକୁ କହିଲେ ତୁ ନିହ। ବେଶୀ ହେଲୁଣି ବୋଲୁ ବୋଲୁ। ସମୁଦ୍ର କେମିତି ହେଲା ଏଥର? ସେଥିରେ ପବନ ବନ୍ଦ ହେଲା, ସବୁ ଧୀର ସ୍ଥିର ହେଲେ ମତେ କୁହ, ଆମର ସରକାର ପବନ ସହିତ କଥା ହେଇପାରନ୍ତି ନା ନାଇଁ? ସମୁଦ୍ର ସହିତ କଥା ହେଇପାରନ୍ତି ନା ନାଇଁ? ପରମେଶ୍ୱର ସମୁଦ୍ରର ସୀମା ନିରୂପଣ କରିଛନ୍ତି, ଆଉ ସୀମା ଭିତରେ ତୁ ରହିବୁ ବୋଲି ତାକୁ ଆଦେଶ ଦେଇଛନ୍ତି। ମନେକର ଆମର କି ସାଗର ଅଛି ଆଜ୍ଞା ବ୍ରହ୍ମପୁରରେ, ପୁରୀରେ ବଙ୍ଗୋପସାଗର। ଏ ବଙ୍ଗୋପସାଗର ପୁରୀ ବେଳାଭୂମିରେ ମନେକର ଅର୍ଡର କରିବ, ଶୁଣ ବାଲିଗୁଡାର ଭାଇ ଭଉଣୀ ମାନେ, ମତେ ଟିକେ ଇଚ୍ଛା ଲାଗିଲାଣି ୟୁଥ୍ ମିଟିଂ, ମୁଇଁ ମଧ୍ୟ ଟିକେ ଆସିବି। ଆମେ ସବୁ ରହିପାରିବା ଏଠି? ରହିପାରିବା? ମାନିବାକୁ ପଡିବ। এই ସବୁ ପ୍ରକୃତି ଆମ ମହାମହିମଙ୍କର କଥାକୁ ମାନନ୍ତି। Praise the Lord, hallelujah। ସମୁଦ୍ରର ସୀମା ସେ ନିରୂପଣ କରନ୍ତି, ସୂର୍ଯ୍ୟକୁ ରୋକନ୍ତି, ପୃଥିବୀକୁ ଝୁଲାନ୍ତି। ତୁ କେତେ ସାଇନ୍ସ ପଢବା କଥା ପଢୁଥା, ଘାଣ୍ଟି ହଉଥା ସେଠି। ଆମ ପୃଥିବୀ କୋଉଠି ଅଛି? କେତେ କୁହନ୍ତୁ? କୋଉଠି? ଶୂନ୍ୟରେ କଣ ହଉଛି? ঝুলুছি। তু কেতে ম্যাথমেটিক্স করে, কেতে বিজ্ঞান করে, কেতে বাইগণ করে, টমাটো করে, ঘাটি হউথা। কে করেছি সেটা? আমার
ବାପା କୋରାପୁଟରେ ଥିଲେ କହିଥାନ୍ତି ଆମର ବୁଆ କରିଛି। ହାଲେଲୁୟା। ପ୍ରଭୁଙ୍କ ଲୋକମାନେ ପୃଥିବୀକୁ ଝୁଲାଇଛନ୍ତି। ଏମାନେ ବୈଜ୍ଞାନିକ ମାନେ ଘାଣ୍ଟି ହେଇଯାଉଛନ୍ତି। ଏଟା କେମିତି ଝୁଲୁଛି ବୋଲି ତମେ ଖାଲି ଘାଣ୍ଟି ଏକା ସରିଯିବ, କିଛି ଜାଣିପାରିବ ନାହିଁ। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ପର୍ବତ ଗଣକୁ ସେ କମ୍ପାନ୍ତି ପଡ଼େ। ପଦପର୍ବ ସବୁ ଅଛି, ମୁଁ କହୁନି ସମୟ ଅଭାବରୁ। ଅସଂଖ୍ୟ ଜୀବଜନ୍ତୁକୁ ଆହାର କିଏ ଦିଅନ୍ତି? ଆଜ୍ଞା ଆମ ପ୍ରଭୁ ଦିଅନ୍ତି, ଆମ ମାଲିକ ଦିଅନ୍ତି। ଶେଷରେ ଆମ ମାଲିକ, ଆମ ପରମେଶ୍ୱର, ଆମ ସରକାର ବର୍ଣ୍ଣନାର ବାହାରେ ଅଟନ୍ତି। ତାଙ୍କୁ ଆପଣ ବର୍ଣ୍ଣନା କରିପାରିବେ ନାହିଁ। ତାଙ୍କ ଦୟା ଅବର୍ଣ୍ଣନୀୟ ଅଟେ, ତାଙ୍କ କରୁଣା ଅବର୍ଣ୍ଣନୀୟ ଅଟେ, ତାଙ୍କ ପ୍ରେମ ଅବର୍ଣ୍ଣନୀୟ ଅଟେ, ତାଙ୍କ ଶକ୍ତି ଅବର୍ଣ୍ଣନୀୟ ଅଟେ। ଆଉ ଗୋଟେ ବିଷୟ କେବେ କିଛି ମୋର ମାଇଣ୍ଡ କାମ କରୁନାହିଁ, ମତେ ବହୁତ ସାହାଯ୍ୟ କରନ୍ତୁ। ଆକାରରେ ସାଇଜରେ ଆମେ ବଡ଼ ନା ସୂର୍ଯ୍ୟ ବଡ଼? ସାଇଜରେ ଜୋରସେ ସୂର୍ଯ୍ୟ ବଡ଼। ଆକାରରେ ଆମେ ବଡ଼ না তারা বড়? আচ্ছা, সমুদ্র বড় না আমি বড় সাইজরে? গছ বড় না আমি বড়? নদী বড় না আমি বড়? পর্বত না আমি? আচ্ছা, এ পর্বত, এ নদী, এ সমুদ্র, এ সূর্য, এ চন্দ্র, এ তারা আম হিসাବରେ লক্ষ লক্ষ কোটি কোণ সাইজরে বড়। সেମାନଙ୍କୁ প্রভু কেମିତି ତିଆରି କଲେ? কলম গোটে নেলে, স্কেচ গোটে নেলে, ড্রয়িং পেপর নেলে, সূর্য রঙ টিকে লেপি দেবা, রঙ ହେଇଗଲା। ଏମିତି କଲେ କି? ନାଇଁ, সূর্য ହେଉ বলো ভুসে কি সূর্য ହେଇଛି। চন্দ্র ହେଉ বলো চন্দ্র, তারাগণ ହେଉ বলো তারাগণ, নক্ষত্রগণ, আর সমুদ্র, মহাজল রাশি, নদী, গছ, লতা, পবন, পর্বত, পাহাড় ସବୁ one word, one banana for বাবা। one word, কথা মাত্রকে, বাক্য মাত্রকে ହେଇଛି। ଆମକୁ କେମିତି କଲେ? ଆଉ ତମ ହେଉ ବলো ଲାଗ ହେଲା କି? ନା, ଆମକୁ କେମିତି କଲେ? ଉପରୁ ଆସିଲେ ତଳକୁ, ତଳକୁ ଆସି ଧୂଳିକୁ ସାଉଁଟିଲେ, ଧୂଳି ମାଟିକୁ ଗଦା କଲେ, ପାଣି ଟିକେ ପକେଇଲେ, ତାପରେ ଚକଟିଲେ, ପକୁଡ଼ି ଚୁନା ଚକଟିଲା ପରି ଚକଟିଲେ, ତାପରେ ମୁଣ୍ଡରୁ ଆରମ୍ଭ କଲେ, ଟିକେ ଟିକେ ସେପ୍ ଦେଲେ, ତାପରେ ନାକ, ତାପରେ ଆଖି, ତାପରେ କାନ, ତାପରେ ଓଠ, ତାପରେ ବେକ, ଦେହ, ଗୋଡ଼ ଆଉ ପାଦ ସବୁ ଗୋଟିଏ ଗୋଟିଏ କରି ଆକାର ଦେଇ ଆମକୁ ବନେଇଲେ। କାହିଁକି? କାହିଁକି? ପ୍ରଭୁଙ୍କୁ ଆମେ କେବେ ବୁଝିପାରିବା ନାହିଁ। କାହିଁକି? ହାଲେଲୁୟା। କାହିଁକିର ଅର୍ଥ ହେଉଛି ସେ ଆମକୁ ଏତେ ପ୍ରେମ କରନ୍ତି, ଏତେ ଭଲ ପାଆନ୍ତି। ଆମକୁ କଥା ମାତ୍ରକେ ତିଆରି କରିପାରିଥାନ୍ତେ ନା ନାହିଁ? କରିପାରିଥାନ୍ତେ। ଏଥିପାଇଁ ମୁଁ କୁହେ ପରମେଶ୍ୱରଙ୍କ ପ୍ରେମ ବୁଝି ହୁଏ ନାହିଁ। ଏତେ ବଡ଼ ବଡ଼ ବିଷୟକୁ ତୁମେ ଆଜ୍ଞା ମାତ୍ରକେ କରିଛ, ଆମକୁ ହାତରେ ପଡ଼ିଛ। ପ୍ରେଜ୍ ଦ ଲର୍ଡ। ପ୍ରଭୁଙ୍କ ଲୋକମାନେ ମନେ ରଖନ୍ତୁ, ମୁଁ ଗୋଟେ ମୁଖ୍ୟ ବିଷୟ କହିବି ବୋଲି ଭାବୁଥିଲି, କିନ୍ତୁ ମୁଁ କେତେଟା ଯାଏ ସମୟ ନେବି ମୋତେ ଜଣା ବି ପଡ଼ୁନାହିଁ। ମୁଁ ଭାବୁଛି ହୁଏତ ଏବେ ସାରିବା କଥା କି କ'ଣ। ଯଦି ଅନୁମତି ଦେବେ ତ ମୁଁ ନିଶ୍ଚୟ କହିବି, ଯଦି ଅନୁମତି ଦେବେ ନାହିଁ ଏଠି ସାରିବି, ୟାକୁ ଟିକେ ସାରିଦିଏ। ଯଦି ଯେଉଁମାନେ ମନେ କରୁଛନ୍ତି ଦ୍ୱନ୍ଦ୍ୱରେ ଅଛନ୍ତି, what must I do in my life? କ'ଣ ମୋତେ କରିବା ଦରକାର ଜୀବନରେ? ଚାକିରି ନା ସେବା କାର୍ଯ୍ୟ? ପ୍ରଭୁଙ୍କ କାମ ନା ଜଗତର କାମ? ହେଭେନଲି ଗଭର୍ଣ୍ଣମେଣ୍ଟ ନା ଅର୍ଥଲି ଗଭର୍ଣ୍ଣମେଣ୍ଟ? କେଉଁ ସରକାରର ଅଣ୍ଡରରେ ମୋତେ କାମ କରିବା ଦରକାର? ଆଜି ମୁଁ ଆପଣମାନଙ୍କୁ ସୂକ୍ଷ୍ମାତି ସୂକ୍ଷ୍ମ ଭାବରେ ବୁଝାଇବା ପାଇଁ ଚେଷ୍ଟା କଲି। ଆମ ସରକାରଙ୍କ ଠାରୁ ଆଉ ବଡ଼ କେହି ନାହାନ୍ତି। ଆମ ସରକାର ଯାହା କରିପାରିବେ ଆଉ କେହି ତାହା କରିପାରିବେ ନାହିଁ। ଆମ ସରକାରର ସବୁ ବିଷୟ ସର୍ବୋତ୍କୃଷ୍ଟ ଅଟେ, ସବୁ ବିଷୟ ରିଏଲ ଅଟେ, ସବୁ ବିଷୟ ସର୍ବୋତ୍ତମ ଅଟେ। ଆଉ ତାଙ୍କ ପାଖରେ ହିଁ ମନୁଷ୍ୟର ସବୁ ସମସ୍ୟାର ସମାଧାନ ଅଛି। Praise the Lord. Hallelujah. ଆପଣମାନେ ଚିନ୍ତା କରନ୍ତୁ, ପୃଥିବୀ ତାଙ୍କର, ବିଶ୍ୱ ତାଙ୍କର, ଯାହା
ଏକ ବ୍ୟକ୍ତି ଦେଖୁଛି ସବୁ ତାଙ୍କର ସେହି ସରକାରର ତଳେ ଆପଣ ରହିବା ପାଇଁ ଚାହୁଁଛନ୍ତି ନା ଯେଉଁ ସରକାରର ଆୟୁ ବୟସ କାଳ ସବୁ ଶୀଘ୍ର ସରିଯିବ ସେହି ସରକାର ଅଣ୍ଡରରେ କାମ କରିବା ପାଇଁ ଚାହୁଁଛନ୍ତି ଡିସାଇଡ୍ ଆପଣମାନଙ୍କର ପ୍ରେଜ୍ ଦ ଲର୍ଡ ହାଲେଲୁୟା ପ୍ରଶ୍ନ ଗୋଟେ ଆଜ୍ଞା ମୁଁ ମଧ୍ୟ ତାଙ୍କ କାର୍ଯ୍ୟ କରିବା ପାଇଁ ଚାହୁଁଛି ମୁଁ ମଧ୍ୟ ତାଙ୍କ ସେବା କରିବା ପାଇଁ ଚାହୁଁଛି ମୋତେ ଟିକେ ହେଲ୍ପ କରିବେ ଅର୍ଗାନାଇଜର ମୁଁ ଏଠାରେ ବନ୍ଦ କରିବି ନା ଆଗକୁ ବଢ଼ି ଯେହେତୁ ମୋର ଟପିକ୍ ଗୋଟେ ସରିଛି ନୂଆ ଟପିକ୍ ଅଛି ବହୁତ ଇମ୍ପୋର୍ଟାଣ୍ଟ ମୁଁ ପ୍ରଭୁଙ୍କ ସେବା କରିବା ପାଇଁ ଚାହୁଁଛି ତ ମୋତେ କ'ଣ କରିବାର ଅଛି ଏହା ବର୍ତ୍ତମାନ କହିବା ଉପରେ ଅଛି ଯଦି ମଧ୍ୟ ଅନୁମତି ଦେବେ ତେବେ କହିବି କିନ୍ତୁ ମୁଁ ଭାବୁଛି ଆମେ ଯଥେଷ୍ଟ ସମୟ ଲେଟ୍ କରିଦେଇଛୁ ବାକ୍ୟରେ ନାହିଁ ଆରମ୍ଭ ହେଉ ହେଉ ଇତ୍ୟାଦି କର୍ମ ହେଉ ହେଉ ଯଦି କହିବେ ମୁଁ ଆଗକୁ ବଢ଼ିବି ନଚେତ ଏଇଠି ସାରିବି ମୁଁ ହିଁ ଅର୍ଗାନାଇଜର ନା କେମିତି କନଫ୍ୟୁଜ୍ ହେଉଛି କ'ଣ ଦେଖନ୍ତୁ ହାଲେଲୁୟା ପ୍ରେଜ୍ ଦ ଲର୍ଡ ଆଜି ଆପଣମାନେ ଏଇ ଯାଇ କ'ଣ କ'ଣ ଶିଖିଲେ ଶୀଘ୍ର କୁହନ୍ତୁ ଗୋଟେ ପଏଣ୍ଟ ଭଉଣୀମାନେ ଗୋଟେ ପଏଣ୍ଟ ଭାଇମାନେ ଜଲ୍ଦି ଜଲ୍ଦି ମୁଁ ଟିକେ ଶୁଣିବା ପାଇଁ ଚାହୁଁଛି ଏଇ ଯାଇ ଆମେମାନେ କ'ଣ କ'ଣ ଶିଖିଲୁ ଶୀଘ୍ର ଶୀଘ୍ର କୁହନ୍ତୁ ଏବେ ଯାଇ ଆମେ କିଛି ଶିଖିଛୁ ନା ୱେଷ୍ଟ ହେଇଛି ଟାଇମ୍ ଆଚ୍ଛା କିଛି ତ ଶିଖିଛୁ ପ୍ରଥମେ ଭାଇ ନହେଲେ ଭଉଣୀ ଯିଏ ବେଶୀ କହିବ ସେ ଜିତିବ ୱାଓ ତାଳି ଟିକେ ହଉ ଭାଇଙ୍କ ପାଇଁ ବଢ଼ିଆ ବର୍ତ୍ତମାନ ଭଉଣୀମାନଙ୍କର ପାଳି ଭଉଣୀମାନଙ୍କ ପାଳି